ସୁପରିଟେଣ୍ଡେଣ୍ଟ ସାର୍ଙ୍କ ନିର୍ଦ୍ଦେଶରେ ଆମେ ପାଟ୍ରୋଲିଂ କରୁଥିଲୁ। ସେହି ସମୟରେ ଆମକୁ ଗୋଟେ ଖବର ଆସିଲା ଯେ ସାରଙ୍ଗଗଡ଼ରୁ ଗଞ୍ଜେଇ ଲୋଡ଼ ହେଇକି ତା ଦୟାଗଡ଼ ଯିବୁ। ଏମାନେ ସେଟା ଶୁଣିବୁ, ସେଠି ଗଲୁ ଆମେ। ଆଉ ତାପରେ ସାରଙ୍ଗଗଡ଼ରୁ ସେମାନେ ଆମର ଆପଣର ଲାଇନ୍ ଗୁଡ଼ା ସେ ଯେଉଁ ଜଙ୍ଗଲ ଭିତରେ ଯେଉଁ ରୋଡ଼ଟା ଅଛି ସେପଟେ ଆସିଥିଲେ। ସେମାନଙ୍କୁ ଆମେ 4:50 ଅଟକାଇଲୁ। ସେମାନେ ବୋଲେରୋ ପିକଅପ୍ରେ ମାଲ୍ ଲୋଡ଼ କରିଛନ୍ତି। ସେଟା ଅଟକାଇଲା ପରେ ସେମାନେ ପଳାଇବା ପାଇଁ ଉଦ୍ୟମ କରୁଥିଲେ। ବାବୁ ଅଟକାଇଲୁ। ଅଟକାଇଲା ପରେ ଦେଖିଲି ଟାଟା ପିକଅପ୍ରେ, ବୋଲେରୋ ଟାଟା ପିକଅପ୍ରେ ଗଞ୍ଜେଇ ଲୋଡ଼ ହେଇଛି। ସେଇଟା ଓହ୍ଲେଇଲୁ। ଆକୁ ଯେଉଁ ଦୌଡ଼ୁଥିଲେ ସେମାନଙ୍କୁ 2 ଜଣ ଅଟକାଇଲୁ। ଆଉ ଜଣେ ତ ଜଙ୍ଗଲ ଆଡ଼େ ପଡ଼ୁଥିଲା, ଯାହା ହଉ ତାକୁ ଅଟକାଇବା ପାଇଁ ସଫଳ ହେଲୁ। ଆଉ ଦେଖିଲୁ ସେ ଗାଡ଼ିରେ 2ଟା ପିସ୍ତଲ ଜବତ ହେଇଛି। ଆଉ ଗାଡ଼ିରେ ଆପଣଙ୍କର ଗଞ୍ଜେଇ 163 କେଜି ଗଞ୍ଜେଇ। ତାପରେ ତାର ମାର୍କେଟ ଭ୍ୟାଲୁ ହେଉଛି 16,30,000। ଆଉ ବୋଲେରୋ ପିକଅପ୍ଟା 7 ଲକ୍ଷ ହେବ ମାର୍କେଟ ଭ୍ୟାଲୁଟା। କିନ୍ତୁ ଟୋଟାଲି ଗଞ୍ଜେଇ ଆଉ ଭେହିକାଲଟା ବୋଲେରୋ ପିକଅପ୍ଟାର ଟୋଟାଲି 23,30,000। ଆକୁ 2 ଜଣ, ଆଉ ଆକୁ ସେ 2ଟା ପିସ୍ତଲ ଜବତ ହେଇଛି। ଅଭିଷେକ ପ୍ରଧାନ ସେ ଡ୍ରାଇଭର, ସେ ପିକଅପ୍ ଗାଡ଼ିଟା ଚଲାଉଥିଲା। ଆଉ ତା ସହିତ ଭକ୍ତ ଦର୍ଶନ ପଣ୍ଡା, ଏଜ୍ 26 ବର୍ଷ। ତାଙ୍କ ଘର ନୟାଗଡ଼। ତାଙ୍କୁ ଏଥିରେ ସଫଳ ହେଲୁ। ଆଉ ମାନେ ଆମକୁ ଦେଖିଲେ ହଠାତ୍ ସାମ୍ନା ସାମ୍ନି ହେଇଗଲୁ ତ ସେମାନେ ପିସ୍ତଲ ବାହାର କରିନାହାନ୍ତି। ଦୌଡ଼ିବାକୁ ଆରମ୍ଭ କଲେ। ସେମାନଙ୍କୁ ଆମେ ଯେଉଁ ଜଙ୍ଗଲ ଭିତରେ ସେମାନଙ୍କୁ ଧଇଲୁ। ତାପରେ ତାଙ୍କ ପାଖରୁ ବାହାରିଲା। ସେମାନେ ଦେଖେଇଥାନ୍ତେ ହୁଏତ କ'ଣ ଅସୁବିଧା ହେଇଥାନ୍ତା। ମେଡ୍ ଇନ୍ USA ଲେଖା ହେଇଛି ତ। ଗୋଟେ 6 ରାଉଣ୍ଡ ଆଉ ଗୋଟେ ସେଟା ଖୋଲିଦେ, ସେଟା ବି 6 ରାଉଣ୍ଡ ବୋଧେ। ମୋର ଏଇଟା ସେକେଣ୍ଡ ଟାଇମ୍ ଥିଲା। ମୁଁ ସାରଣଗଡ଼ରୁ ନୟାଗଡ଼ ନେଇକି ଯାଉଥିଲି, ଡ୍ରାଇଭିଂ କରୁଛି ମୁଁ। ମାଲିକ ନା ମୁଁ ଜାଣିନି। ମାସକୁ 2 ଟ୍ରିପ୍ ହୁଏ। ଗୋଟେ ଟ୍ରିପ୍ ପିଛା 10,000 ଦିଅନ୍ତି ଡ୍ରାଇଭରକୁ। ଗୋଟେ ଟ୍ରିପ୍ରେ ପ୍ରାୟ ସେଇଟା ତ ଆମକୁ ପତା ନାହିଁ। ମାଲିକ ଯେଉଁଦିନ ଯେଉଁଠି ଯାହା କହିଥିବେ ସେ ଆମେ ଗାଡ଼ିରେ ଧରିକି ଆସୁ। ଆମେ ରୋଡ଼ ଉପରୁ ଆମ ଗାଡ଼ିରେ ଲୋଡ଼ ହୁଏ, ଆମେ ଆସୁ। ସେଗୁଡ଼ାକ ଆମକୁ ଜଣା ନାହିଁ। ଆମେ ବାସ୍ 10,000 ନେଉ, ଗାଡ଼ି ଚଲାଉ। ନା ସେମିତି କିଛି ନାହିଁ। ମାଲିକ ବାସ୍ ଆମର ଦେଇଥିଲା ସାଙ୍ଗରେ ରଖିବା ପାଇଁ, କାହିଁକିନା ଏପଟେ ବହୁତ ଚୋର ବୁଲୁଛନ୍ତି, ଯେ ଗଞ୍ଜେଇ ବି ଛଡ଼େଇକି ନେଇଯାଉଛନ୍ତି। ସେଥିପାଇଁ ମାଲିକ ଦେଇଥିଲେ। ମୋର ଏଇଟା ସେକେଣ୍ଡ ଟାଇମ୍ ସେଇଠିକି। ତାଙ୍କ ନାଁ ମୁଁ ଜାଣିନି।